ଓଡ଼ିଶାର ପ୍ରାକୃତିକ ସୁନ୍ଦରତା ଯେତିକି ମନଲୋଭା ସେତିକି ଭୟଙ୍କର ହୋଇ ଉଠେ ବେଳେବେଳେ। ପ୍ରାକୃତିକ ବିପର୍ଯ୍ୟୟରେ ବହୁତ କ୍ଷୟକ୍ଷତି ହୁଏ। ବର୍ଷା ଆସିଲେ ବନ୍ୟା ବି ଆସେ। ତାପରେ ପରେ ଏଇଟା ସମସ୍ତେ ଜାଣନ୍ତି। ବନ୍ୟାର କରାଳ ରୂପ ଦେଖିଲେ ଛାତି ଥରି ଉଠେ। ଚଳନ୍ତି ପାଣିରେ କିଏ ମାଛ ଧରି ପେଟ ପୋଷେ ତ କିଏ ନିଜର ସର୍ବସ୍ୱ ହରାଏ। ପୁଣି ପାଣି ଛାଡ଼ିଗଲେ କିଛି ଦିନ ଯିବା ଆସିବାରେ ଅସୁବିଧା ହୁଏ। ଏ କିଛି ଦିନ ହେବ ଜୋର ବର୍ଷା ହେଲା, ତାପରେ ବନ୍ୟା। ଟିଭିରେ ସମ୍ବାଦ ଦେଖୁ ଦେଖୁ ମୋର ମନେ ପଡ଼ିଲା ମୋତେ ଘରକୁ ଯିବାକୁ ହେବ। କାହିଁ ଘରେ କେହି ଫୋନ୍ କରି ବନ୍ୟା କଥା କହିନାହାନ୍ତି। ରାତି 7ଟା ବସ୍ରେ ବସି ପଡ଼ିଲେ। ଘରେ ପହଞ୍ଚୁ ପହଞ୍ଚୁ 10ଟା। ତା ପରଦିନ ସକାଳୁ ଦେଖେ ତ ଗାଁ ଚାରିପଟ ପାଣି ଘରରେ। ବନ୍ୟା ପୁରା ଗାଁଟିକୁ ଘେରି ରହିଥାଏ। କେତେଦିନ ପରେ ବନ୍ୟା ଦେଖି ମନ ଟିକେ ଖୁସି ଲାଗିଲା, କିନ୍ତୁ ପାଣି ଭିତରେ ଜୀବଜନ୍ତୁ ଦେଖି ମୋର ପିଳେହି ପାଣି। ରାତିସାରା ପାଣିର ଗର୍ଜନ, ବହୁତ ଡର ମାଡ଼ୁଥାଏ। 2 ଦିନ ପରେ ପାଣି ଛାଡ଼ିଗଲା। ଆଉ କିଛି ଦିନ ପରେ ବନ୍ୟାକୁ ସମସ୍ତେ ଭୁଲିଗଲେ। ଏବେ ଲୋକମାନେ ମାଛ ଧରିବାରେ ଲାଗିଲେ। ସୁନ୍ଦର ସୁନ୍ଦର ମାଛ ଖାଇ ମୁଁ ଆଉ କିଛି ଦିନ ରହିଯିବି ଭାବିଲି। ମୋ ଖୁଡ଼ୀଙ୍କ ଭାଇ ଆସିଥିଲେ ଆମ ଘରକୁ। ମୋଠାରୁ ଟିକେ ବଡ଼ ହେବେ ସେ। ତାଙ୍କର ମୋର ସାଙ୍ଗ ଭଳି ମିଶୁ। ମୁଁ ତାଙ୍କୁ ମାମୁଁ ଡାକିବାର କେହି ଶୁଣି ନାହାନ୍ତି। ସେଦିନ ଲାଇଟ୍ ଚାଲିଗଲା। ମାମୁଁ ଆଉ ମୁଁ ଗରମ ଯୋଗୁଁ ଛାତ ଉପରେ ଶୋଇଥାଉ। ମୁଁ ଟିକେ ଡେରି ରାତିରେ ଶୁଏ। ସେତେବେଳକୁ ରାତି 1 ବାଜିବ। ମୁଁ ମୋବାଇଲ ବନ୍ଦ କରି ଶୋଇବାକୁ ଗଲି। କିଛି ସମୟ ଯାଇଛି, ଭୁସ୍ କିନା ଶବ୍ଦ ହେଲା। କ'ଣ ହୋଇଥିବ ଭାବି ଆଖି ବୁଜିଦେଲି। କିଛି ସମୟ ପରେ ପୁଣି ସେହିପରି ଶବ୍ଦ। ଉଠି ଛାତ ତଳକୁ ଟର୍ଚ୍ଚ ନେଇ ଦେଖିଲି, କେହି ତ ନାହାନ୍ତି। ମୋ ଛାତି ସେତେବେଳକୁ ଧକ୍ ଧକ୍ ହେଲାଣି। ପଛକୁ ଫେରି ଶୋଇବାକୁ ଆସୁଛି। କାହାର ଚାଲିବାର ଶବ୍ଦ ହେଲା। ମୁଁ ଚାରିପଟକୁ ଟର୍ଚ୍ଚ ମାରି ଦେଖିଲି, ହେଲେ କେହି କୁଆଡ଼େ ନଥିଲେ। ସେହି ଶବ୍ଦରେ ଶମ୍ଭୁ ମାମୁଁ ବି ଉଠିଗଲେ। ସେ ପଚାରିଲେ, ଏତେ ରାତିରେ କିଏ ଯାଉଛି? ସେହି ଶବ୍ଦରେ ମାମୁଁ ଟିକେ ଡରି ଯାଇଥିଲେ। ମୁଁ କହିଲି, ଚାଲ ଭିତରେ ଶୋଇବା। ନା ରହ କହିକି ସେ ଛାତ ତଳକୁ ଦେଖିଲେ। ସେ କହିଲେ, ଦେଖ କିଏ ଗୋଟେ ଚାଲି ଚାଲି ଯାଉଛି, ହାତରେ ଗୋଟିଏ କଳସୀ ଧରି। ସେ ହଠାତ୍ ରହିଗଲା। ଆଉ ଯେମିତି ସେ ପଛକୁ ବୁଲିଛି, ଆମେ ତଳକୁ ବସିଗଲୁ। ଶମ୍ଭୁ ଆଉ ମୁଁ କାହାକୁ କିଛି କହୁନଥାଉ। ଶମ୍ଭୁ ମୋ ହାତକୁ ଜାବୁଡ଼ି ଧରିଲା, କହିଲା, ଚାଲ ଦେଖିବା। ଆମେ ଧୀରେ ଧୀରେ ତଳକୁ ଗଲୁ, ଆଉ ତାକୁ ପିଛା କଲୁ। କିଛି ବାଟ ଯାଇଛୁ, କିଛି ଗୋଟିଏ ଶବ୍ଦ ହେଲା, ଯେମିତି କାଦୁଅରେ ଗୋଟିଏ କିଏ ଚାଲିକି ଯାଉଛି। ଲୋକଟି ଠିକ୍ ନଈ ପାଖରେ ଅଟକିଗଲା। କଳସୀ ଥୋଇ କୁଆଡ଼େ ଉଭେଇ ଗଲା। ଆମେ ଚାରିଆଡ଼କୁ ଦେଖିଲୁ। ଭାରି ଡର ଲାଗୁଥାଏ। ରାତିରେ ନଈ ପାଖରୁ ଆସୁଥିବା ଜୀବଜନ୍ତୁମାନଙ୍କର ଶବ୍ଦ ବହୁତ ଭୟଭୀତ କରୁଥାଏ। ରହି ରହି ସଁ ସଁ ଶବ୍ଦ ହେଉଥାଏ। ଶମ୍ଭୁ ମୋ ମୁହଁକୁ ଚାହିଁ କହିଲା, କୁଆଡ଼େ ଗଲା ସେ? ମୁଁ ଦେଖିଲି ଜଣେ କିଏ ନାଲି ଗାମୁଛା ପିନ୍ଧି ହାତରୁ ଗୋଟିଏ ବଲ୍ ଧରିଥାଏ, ଆଉ ବଲ୍ଟି ନାଲି ରଙ୍ଗର ଜଳୁଥାଏ। ବଲ୍ଟି ଗୋଟିଏ ତାର କି ସୂତାରେ ବନ୍ଧା ହୋଇଥାଏ। ସେଇଟା ତା ହାତରେ ଥାଏ। ମୁହଁରେ ମେଞ୍ଚେ ଦାଢ଼ି। ଆଗକୁ ଆଗକୁ ମାଡ଼ି ଚାଲିଥାଏ। ଆମଠୁ କମ୍ ଦୂରତାରେ ଥାଏ ସେ। ଏତିକିବେଳେ ଜୋରରେ ଘଡ଼ଘଡ଼ି ସହ ବର୍ଷା ହେବାକୁ ଲାଗିଲା। ଆମେ ଘରକୁ ଦୌଡ଼ିଲୁ। ପାଟିରୁ କାହାର ଶବ୍ଦ ବାହାରୁ ନଥାଏ। ପଛକୁ ବୁଲି ଦେଖିଲୁ କେହି ନାହିଁ। ଆମେ ଘରକୁ ଯାଇ ଚୁପଚାପ ଶୋଇପଡ଼ିଲୁ। ରାତି ଟିକେ ଟିକେ ପାହିଥାଏ। ମାମୁଁ ମୋତେ ଡାକିଲେ, ଆଉ କହିଲେ, ଚାଲ ଦେଖିବା କିଏ ସେ। ଆମେ ଖୋଜିଲୁ, କିନ୍ତୁ ତାକୁ ପାଇଲୁନି। ନା ଲୋକ ନା କେଉଁ ପ୍ରେତ। କିନ୍ତୁ କାଦୁଅରେ ମାଛ 2-3ଟି ଖଣ୍ଡିଆ ହୋଇ ପଡ଼ିଥାଏ, ଯେମିତିକି ତାକୁ ଏବେ ଏବେ ଦାନ୍ତରେ ଚୋବାଇଛି। ଆମେ ଘରେ ଆସି ସମସ୍ତଙ୍କୁ କହିଲୁ। ଜଣେ ଆମ ଘର ପାଖ ଜେଜେମା କହିଲା, ଏବେ ପାଣି ଛାଡ଼ିଗଲାଣି। ହରିଜନ ଲୋକ ଜିଅନ୍ତା ଛୋଟ ମାଛକୁ କଣ୍ଟାରେ ଟାଙ୍ଗି ବଡ଼ ମାଛ ଧରନ୍ତି, କିନ୍ତୁ ଜିଅଁଳା ଭୂତ ସେ ମାଛଗୁଡ଼ିକୁ କଞ୍ଚା ଖାଇଥାଏ। ଆଉ ସେହି ସମୟରେ ଯଦି ତାକୁ କେହି ଦେଖେ, ତାକୁ ବି ସେ କଞ୍ଚା ଖାଇଯାଏ। ତୁମ 2 ଜଣଙ୍କ ଭାଗ୍ୟ ଭଲ କି ବଞ୍ଚିକି ଚାଲି ଆସିଛ। ମନ୍ତୁରା ଲୁଣ ଟିକେ ନିଅ, ଖାଇଦିଅ।
ଆମେ ଚୁପ୍ ରହିଲୁ। କିଏ କହିଲା ମାଛ ପଡ଼ିଛି କି ନାହିଁ କିଏ ଦେଖିବାକୁ ଯାଇଥିବ, ଆମେ ତୁଚ୍ଛାଟାକୁ ଡରୁଛୁ। ମୁଁ ଗାଁରୁ ପଳାଇ ଆସିଲି। ଶମ୍ଭୁ ମୋତେ ଛାଡ଼ିବାକୁ ଆସିଥିଲା। କହିଲା ଯଦି କିଏ ମାଛ ଧରିବାକୁ ଯାଇଥିବ ଏମିତି ଲାଇଟ୍ କାହିଁକି ଧରିବ। ସେ ପୁଣି ବିନା ସୋର ଶବ୍ଦରେ, ହଉ ହେଲା, କଳସୀରେ ସେ ଛୋଟ ମାଛ ଜିଅଳ କରିବାକୁ ନେଇଥିବ, ଠିକ୍ ଅଛି, କିନ୍ତୁ ମାଛ ଗୁଡ଼ାକୁ ଏମିତି ଚୋବେଇକି ପକେଇଥିଲା କାହିଁକି? ସେ ନିହାତି ସେ ଜିଅଳ ଭୂତ।